ରୋଜି ଭୋଇ ବାପା ବାପାଙ୍କୁ ମାରି ଦେଇଛନ୍ତି। ସିଏ ହଉଛି ଗୋଟେ ବଡ ବୋଉ, ତାଙ୍କ ଝଗଡା ହେଲା ତାଙ୍କ ସାଙ୍ଗରେ ଗଛ ଛେଳି ଖାଇଦେଲା ବୋଲି ଝଗଡା ହେଲା। ସେ ମାହାନ୍ତି ଘର ଗୋଟେ ତାଙ୍କ ଘରକୁ ପଳେଇଲେ। ପଳେଇଲା ପରେ ବାପା ବି ତାଙ୍କ ପଛ ପଛ ସେଇଠିକି ଗଲେ। ଗଲା ପରେ ଝଗଡା ହେଲା ଯୋଉସରେ, ସେମାନେ ଶୋଧିଲେ ବାବା ବି ଶୋଧିଛନ୍ତି। ସେମାନେ ପୋଲିସକୁ ଡାକିଲେ। ପୋଲିସକୁ ଡାକିଲା ପରେ ହଉଛି ବାପାଙ୍କୁ ସେ ପୋଲିସ ଖୋଜିଲେ। ଖୋଜିଲା ପରେ ବାପା ଡରିକି ଲୁଚିକି ଛକ ଆଡକୁ ପଳେଇଲେ। ପଳେଇଲା ପରେ ବାପା ସନ୍ଧ୍ୟା ବେଳକୁ ଘରକୁ ଆସିଲେ। ସନ୍ଧ୍ୟା ବେଳକୁ ଘରକୁ ଆସିଲା ପରେ ସେ ଅଧ ବାଟରେ ହେଇଛନ୍ତି ଘରକୁ ଆସିବା ପାଇଁ, ଅଧ ବାଟରେ ଦୋକାନ ପାଖରେ ହେଇଛନ୍ତି। ଦୋକାନ ପାଖରେ ହେଇଛନ୍ତି, ସାଡେ ପାଟି ଶୁଗା ହଉଛି ବାପାଙ୍କର। ଆମେ ଶୁଣି ପାରୁଛୁ ଘରେ କି ବାପା ଆଉଛନ୍ତି ବୋଲି ପାଟି ଶୁଗା ହଉଛି, ରଡି ଛାଡୁ ହନ୍ତି। ସେ ତାଙ୍କରି କୁକୁଡା ଫାର୍ମ ସାମ୍ନାରେ ବାପାଙ୍କର ସେଇଠି ପାଟି ବନ୍ଦ ହେଇଛି ଟୋଟାଲି। ଆଉ କେହି ଶୁଣି ପାରୁନାହାନ୍ତି ତାଙ୍କ କଥା। ଶୁଣି ନ ପାଇଲା ପରେ ବୋଉ ମତେ କହିଲା, ଗଲୁ ବାପା ଏପଟେ ଯା ତ, ମୁଁ ଯାଉଛି ସେପଟେ। ବାପା କଣ ପାଟି ଚୁପ ହେଇଗଲା, ଗଲୁ ଟିକେ। ମୁଁ ଗଲା ମୁଁ ଏଇଠି ହେଇଛି, ସେ ଦି ଭାଇ ଯାକ କିଶୋର ମହାନ୍ତି ଆଉ ଯୋଉ ଦି ଭାଇ ଯାକ ମାନେ ବାପାଙ୍କ ଗୋଡ ଓହଳି ପଡିଛି, ତାକୁ ଧରିକି ଆଣିକି ଆଉଛନ୍ତି। ଧରିକି ଆଣିକି ଆସିଲା ପରେ ଆଣିକି ଆଇଛନ୍ତି, ଅଧ ବାଟରେ ସେଠି କଚାଡି ଦେଇଛନ୍ତି। ସେ ଗୋଟେ ପଡୋଶୀ ଦେଖିଛି ହେଲା। ପୁଣି ଆଣିକି ଏଠି ଆମ ଘର ପାଖରେ କଚାଡି ଦେଇଛନ୍ତି, ସେଇଟା ମୁଁ ଦେଖିଛି। ମୋ ସାନ ଭାଇ ବି ଦେଖିଛି। ଦେଖିଲା ପରେ ବୋଉକୁ ଡାକିଲେ, କହିଲେ ସୁନା ଆଇଲୁ, କଣ ହେଲା ତାର ଦେଖିବୁ। ମଦ ପିଇକି ପଡିଥିଲା, ଆଉ ଆମେ ଉଠେଇକି ଆଣିଛୁ କହିଲେ। ମାରିଛନ୍ତି, ମାରିଛନ୍ତି, ଚିହ୍ନ ବି ସବୁଆଡେ ଅଛି। ତାପରେ ପୁଣି ହଉଛି ବୋଉ କହିଲା, ତ ବୋଉର ମୋର ପଚାରିଲୁ, ଶୁଣ, ବୋଉର ମୋର ପଚାରିଲୁ ତାଙ୍କୁ କିଏ କଣ ହେଲା, ତମେ ମାରିଛ କି? ନା ନା ଆମେ ତାକୁ ଭଲ ପାଉ, ଆମେ ମାରିନୁ ହେଲା। ଏମିତି ହେଲା ବେଳକୁ ଆମେ ପାଟିରେ ପାଣି ଦେଲା ବେଳକୁ ବାପା ଯେତେବେଳେ ପିଇଲେ ନାହିଁ, ସେ କହିଲେ ମେଡିକାଲ ନେଇଯିବା। ଆମେ କହିଲୁ ହଁ ମେଡିକାଲ ନେଇଯିବା। ସାଙ୍ଗେ ସାଙ୍ଗେ ଅଟୋ ଫୋନ କଲେ, ସାଙ୍ଗେ ସାଙ୍ଗେ ଆସିକି ଅଟୋ ପହଞ୍ଚିଲା। ପହଞ୍ଚିଲା ପରେ ବାପାଙ୍କୁ ମୁଁ ଆଉ କାହାକୁ ବି ଡାକି ପାରିଲି ନାହିଁ। ବାପା ପାଣି ପିଉନାହାନ୍ତି, ତାଙ୍କରି କଥାରେ ମୁଁ ପଳେଇଲି। କେମିତି ବାପାଙ୍କୁ ମେଡିକାଲ ନେଇକି ଭଲ ହେବେ ନା। ମୁଁ ଏଇଟା ନେଇକି ଭାବିକି ପଳେଇଲି ତାଙ୍କ ସାଙ୍ଗରେ। ମେଡିକାଲ ଗଲି ତାଙ୍କ ସାଙ୍ଗରେ, କିନ୍ତୁ ଆଡମିସନ କଲେ ନାହିଁ। ମୁଁ କହିଲି ମାମୁଁ କଣ, ନିରାଗର ତାଙ୍କ ନା, ମୁଁ ମାମୁଁ ଡାକେ। ମୁଁ କହିଲି ଆଉ ମାମୁଁ କଣ ଆଡମିସନ କଣ ପାଇଁ କଲ ନାହିଁ ହେଲା। ସିଏ କହିଲେ ଆଉ ଡକ୍ଟର ସାଡୁ ଗୋଟେ ଆଇଲେ, ଚେକ କରିଦେଲେ, କହିଲେ ବାପାଙ୍କୁ ନାହାନ୍ତି, ତାଙ୍କ ହାର୍ଟ ଆଉ ଚାଲୁନାହିଁ ଯେତେବେଳେ କହିଲେ, ମୁଁ କହିଲି ଆଉ ଆଡମିସନ କଲ ନାହିଁ। ନା ବାପା ତାଙ୍କୁ ନାହାନ୍ତି, ଆଡମିସନ କଲେ ଆଉ କଣ ଲାଭ। ପୁଣି ହଉଛି କହିଲେ, ଆମେ କହିଲେ ଆଉ ଜଗତସିଂହପୁର ନେଇଯିବା। ମୁଁ କହିଲି ଜଗତସିଂହପୁର ନେଇଯିବା। ନା ଜଗତସିଂହପୁର ଆଉ କାହିଁ ନବୁ, ସେ ଡକ୍ଟର କହିଲେ ତମେ ଜଗତସିଂହପୁର ନିଅ କି ଘରକୁ ନିଅ, ତମେ ଯାହା କରୁଛ କର। ସିଏ ଡକ୍ଟରଙ୍କୁ ଡାକି ନେଇଗଲେ। ଡକ୍ଟରଙ୍କ ସାଙ୍ଗରେ କଣ କଥା ହେଲେ, ଆମେ ଆମକୁ ସାଇଡ କରିକି କଥା ହେଲେ। କଥା ହେଲା ପରେ ତାପରେ ହଉଛି ନିରାଗରାମ ଆସିକି କହିଲେ ଆଉ ଜଗତସିଂହପୁର ନିଅ ନାହିଁ। ମୁଁ କହିଲି ଜଗତସିଂହପୁର ନବା ବୋଉ ହେଲା, କଣ ହେଇଛି କଣ ନାହିଁ ଦେଖିବା। ବୋଉକୁ ମୁଁ ଯେତେବେଳେ କହିଲି, ସେ ବୋଉ କହିଲେ, ନିରାଗରାମ କହିଲେ ଆଉ ଜଗତସିଂହପୁର ନିଅ ନାହିଁ, କାହିଁ ବେକାର ନବ, ବାପା ତ ମରିଗଲା, ଇଏ କଣ ପାଇଁ ନବ, ଖର୍ଚ୍ଚ ବାର୍ଚ୍ଚ ହବ, ଏମିତି କହିଲେ କଥା। କହିକି ଆଣିକି ଆଇଲେ ଘରକୁ। ଘରକୁ ଆଇଲା ପରେ ଆମେ ବାପାଙ୍କ ପାଖରେ ଅଛୁ। ଆମେ ବାପାଙ୍କ ପାଖରେ ଅଛୁ, ସିଏ ପକେଇ ଦେଇକି ବାପାଙ୍କୁ ପଣେଇଛନ୍ତି ଘରକୁ। ଏଇଠି ଦୁଆରେ ଫୋପାଡି ଦେଇକି ଘରକୁ ପଳେଇଛନ୍ତି। ମାନେ ତାଙ୍କ ସମସ୍ତେ ଘରେ ଯାଇକି, ଆଉ କେହି ନାହାନ୍ତି। ଆମେ ଯେତେ କଣ୍ଡା କଣ୍ଡା କଲୁ, ସାଇବାଲା ଆଇଲେ। ସେ ସାଇବାଲା ବି ଜାଣିନଥିଲା ମଟର ନେଇକି ଯାଇଛି ବୋଲି ତାଙ୍କ ସାଙ୍ଗରେ। ପୋଲିସ ଏଫଆଇଆର କରିଛୁ। ଆମେ ପୋଲିସ ଇଏ ଚାହୁଁଛୁ ଯେ, ଦେଖ ମୋ ମା ଗୋଟେ ମାନେ ପାରାଲିସି, ମୋ ଜେଜେ ଗୋଟେ ଅନ୍ଧ, ଚାଲିପାରେ ନାହିଁ। ଆମେ ଭାଇ ଭଉଣୀ 6 ଜଣ, 2 ଜଣ ବାହା ହେଇ ସାଇଲେଣି ହେଲା। ଆମେ ପୁଣି କଣ କରିବୁ। ଆମର ନ୍ୟାୟ ଦରକାର। ମୋ ବାବା ଯୋଉ ମାରି ଦେଇଛନ୍ତି ମୋ ବାପାଙ୍କୁ, ଆମର ସେଇଟା ଦରକାର, ଆଉ କିଛି ନାହିଁ। ମୁଁ ଦେଖିଛି ନିଜ ଆଖିରେ ମୋ ବାପା ମାରିଛନ୍ତି ବୋଲି।